ଭାଇ ଆପଣ ମାନେ ଯଦି ତିରୁପୁର ବୁଲିବା ପାଇଁ ଆସିଛନ୍ତି ଆଉ ଏ ପାର୍କ ଭିତରକୁ ଭିଜିଟ କରିବା ପାଇଁ ଯାଇନାହାନ୍ତି ତାହେଲେ ଆପଣ ମାନଙ୍କର ବୁଲିବାଟା ପୁରା ଲସ୍। କାହିଁକି ନା ଏଇ ପାର୍କରେ ଏମିତି ସବୁ ଜିନିଷ ରହିଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ପୁରା ଖୁସି ହେଇଯିବ। ତ ହଁ ଭାଇ ମାନେ ସଣ୍ଡେ ଥିଲା ବୋଲି ମୁଁ ବି ତିରୁପୁର ଯାଇଥିଲି। ଆଉ ସେଠି ପହଞ୍ଚି ମୁଁ ଫାଷ୍ଟ ଚାଲିଲି ପାର୍କ ଆଡେ। ଆଉ ଏଣ୍ଟ୍ରି ଫିସ୍ ଥିଲା ମାତ୍ର 20ଟି ଟଙ୍କା। ଆଉ ଗେଟ୍ ସାମ୍ନାରେ ହିଁ ଆମକୁ ଦେଖା ହେଇଗଲା ତିନି ମାଙ୍କଡ ଯାହାର ଆଖି କାନ ପାଟି ବନ୍ଦ ଥିଲା। ଆଉ ସେ ପାଖରେ ଗୋଟେ ଝରଣା ବହୁଥିଲା। ଆଉ କିଛି ବାଟ ଆଗକୁ ଗଲା ପରେ ମତେ ଦେଖିବାକୁ ମିଳିଲା ଗୋଟେ ୱାଟର ସ୍ପ୍ରେ ଯାହାକି ବହୁତ ସୁନ୍ଦର ଥିଲା। ଆଉ ଏଠିକାର ପରିବେଶ ଏତେ ସୁନ୍ଦର ଯେ ଦେଖିକରି ମତେ ବହୁତ ଖୁସି ଲାଗୁଥିଲା। ଆଉ କିଛି ପାଦ ଚାଲି ସାରିବା ପରେ ଆଗରେ ଦେଖିବାକୁ ମିଳିଲା ରେଷ୍ଟ ରୁମ ଯେଉଁଠିକି ସବୁ ଭିଜିଟର ମାନେ ବିଶ୍ରାମ କରୁଥିଲେ। ଆଉ ମୋ ଆଗରେ ଥିଲା ୱାଟର ରାଇଡ ଯେଉଁଠି କେବଳ ଛୋଟ ପିଲାମାନଙ୍କର ଏଣ୍ଟ୍ରି ଥିଲା। ଆଉ ଏଇଟା ଏତେ ମଜାଦାର ଆଉ ସୁନ୍ଦର ଥିଲା ଆପଣ ମାନେ ନିଜେ ଦେଖିପାରୁଥିବେ। ଆଉ ଯଦି ଆପଣ ମାନେ କେବେ ତିରୁପୁର ବୁଲିବା ପାଇଁ ଆସନ୍ତି ଆପଣ ମାନଙ୍କର ଛୋଟ ପିଲାଙ୍କୁ ଏଠି ନିଶ୍ଚୟ ଖେଳିବା ପାଇଁ ଛାଡିବେ। ଆଉ ଆପଣ ମାନେ ଦେଖିବେ ସେମାନଙ୍କୁ କେତେ ଖୁସି ଲାଗିବ। ତାହା ଛଡା ଏଠି କପଲ ମାନଙ୍କର ଅଭାବ ନାହିଁ। ପାର୍କର ସବୁ କୋଣରେ ଗୋଟେ ନା ଗୋଟେ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ଦେଖିବା ପାଇଁ ନିଶ୍ଚୟ ମିଳିବ। ଆଉ ଭାଇ ମାନେ ପାର୍କର ସବୁ କିଛି ଦେଖେଇଲେ ଭିଡିଓଟା ବହୁତ ବଡ ହେଇଯିବ। ଆଉ ଯଦି ଆପଣ ମାନେ ପାର୍କର ଫୁଲ ଭିଡିଓ ଦେଖିବା ପାଇଁ ଚାହାନ୍ତି ମତେ ଫଲୋ କରି ରଖନ୍ତୁ। ତ ରହିଲି ଗାଇସ୍, ଜୟ ଜଗନ୍ନାଥ।